Innovative translation from Odia to English with answers for class 6, 7, 8, 9, 10, 11, 12 etc. ଅଭ୍ୟାସ କରନ୍ତୁ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ। କନିଷ୍କ କୁମାର ଦାସ ସାର୍ ଏମ୍ଫିଲ୍ ଇନ୍ ଇଂଲିଶ ଆଣ୍ଡ ବିଏଡ୍ଙ୍କ ଦ୍ୱାରା ଏହା ପ୍ରସ୍ତୁତ। ଏହି ଭିଡ଼ିଓ ଲେସନରେ ଗବେଷଣାତ୍ମକ ଅନୁବାଦ ପ୍ରଦାନ କରାଯାଇଛି। ସେ ହୋଇଗଲା ସ୍ୱାର୍ଥପର। ସି ବିକେମ୍ ସେଲ୍ଫିଶ୍। ସେ ଶିଷ୍ଟାଚାର ଭୁଲିଗଲା। ସି ଫରଗଟ୍ ମ୍ୟାନର୍ସ। ସେ ବଡ଼ମାନଙ୍କୁ ଆଉ ସମ୍ମାନ ପ୍ରଦାନ କଲା ନାହିଁ। ସି no longer respected her elders. ପିତାମାତାଙ୍କର ଅଧିକ ଗେହ୍ଲ ତାକୁ ଅଧିକ ଉଦ୍ଧତ କରିଦେଲା। The excessive affection of her parents made her more arrogant. ବିଦ୍ୟାଳୟରେ ତାର ଆଚରଣଗତ ପରିବର୍ତ୍ତନ ଦେଖାଦେଲା। Her behavioral changes were noticed at school. ସେ ଅନ୍ୟ ପିଲାଙ୍କ ସହ ମିଶିବାକୁ ଆଗ୍ରହ ପ୍ରକାଶ କରୁନଥିଲା। She was not interested in socializing with other students. ସେ ଏକା ବସିବାକୁ ଭଲ ପାଉନଥିଲା। ସେ ଏକା ବସିବାକୁ ଭଲ ପାଉଥିଲା। She liked to sit in aloofness. ସେ ପାଠକୁ ଧ୍ୟାନ ଦେଇ ଶୁଣୁନଥିଲା। She didn't listen carefully to the lessons. ସେ କେବଳ ଗପ ଶୁଣିବାକୁ ପସନ୍ଦ କରୁଥିଲା। She liked to listen to only stories. ସେ ନିଜ ଲକ୍ଷ୍ୟରୁ ଦୂରେଇ ରହିଥିଲା। She was far from her goal. ଏହିଭଳି ଗବେଷଣାତ୍ମକ ଭିଡ଼ିଓ ଲେସନ୍ ପାଇବାକୁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଧନ୍ୟବାଦ।